ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। त्रयोदश अध्याय क्षेत्र क्षेत्रज्ञ विभाग जोग। क्षेत्र और क्षेत्रज्ञर विभाग। ज्ञेयर स्वरूप और लक्षण। ज्ञेयं जदत् प्रवक्ष्यामि ज्ञातामृतमश्नुते अनादिमत्परं ब्रह्मं न सत्ता न सदुच्यते। सर्वतः पाणिपादं तत् सर्वतो अखिलशिरोमुखं। सर्वतः श्रुतिमल्लोके सर्वमाप्लुत्य तिष्ठति। सर्वेन्द्रियगुणाभासं सर्वेन्द्रियविवर्जितम् असक्तं सर्वभूतैव निर्गुणं गुणभोक्तृ च। बहिरनंश्च भूतानां मचरं नरमेव च। सूक्ष्मत्वात् तत् विज्ञेयं दूरस्थं चान्तिके च तत्। अविभक्तं च भूतेषु विभक्तमिव च स्थितं। भूतभर्तं च तत् ज्ञेयं ग्रसिष्णु प्रभविष्णु च। ज्योतिषामपि तज्ज्योति तमसः परम् उच्यते। ज्ञेयं ज्ञानं ज्ञेयं ज्ञानागम्यं हृदि सर्वस्य विष्ठितम्। अर्थ ଯାହା ଜ୍ଞାତବ୍ୟ ଓ ଯାହା ଜାଣିଲେ ଜୀବାତ୍ମା ଅମୃତତ୍ୱ ଉପଭୋଗ କରେ ତାହା କହୁଛି। ତାହା ଅନାଦି ଓ ନିର୍ବିଶେଷ ପରଂବ୍ରହ୍ମ ପରମାତ୍ମା। ତାହା ସତ୍ ନୁହେଁ କି ଅସତ୍ ନୁହେଁ। ତାଙ୍କର ହସ୍ତ ପଦ ମସ୍ତକ ଚକ୍ଷୁ ମୁଖ ଓ କର୍ଣ୍ଣ ସର୍ବତ୍ର ବିଦ୍ୟମାନ। ସଂସାରରେ ବହୁ ସ୍ଥାନକୁ ବ୍ୟାପ୍ତ କରି ସେ ରହିଛନ୍ତି। ସେ ସମସ୍ତ ଇନ୍ଦ୍ରିୟରୁ ରହିତ ହୋଇ ମଧ୍ୟ ସମସ୍ତ ଇନ୍ଦ୍ରିୟ ବିଷୟର ପ୍ରକାଶକ। ସେ ଆସକ୍ତି ରହିତ ହୋଇ ମଧ୍ୟ ସମସ୍ତ ଭୂତର ଆଧାରଭୂତ। ସ୍ୱୟଂ ଗୁଣାତୀତ ଅଥଚ ସମସ୍ତ ଗୁଣର ପାଳକ। ସେ ସମସ୍ତ ପ୍ରାଣୀ ଭିତରେ ଓ ବାହାରେ ସର୍ବତ୍ର ଅବସ୍ଥିତ। ସେ ଗତିମାନ ଓ ସ୍ଥିର ଅଟନ୍ତି। ସେ ସୂକ୍ଷ୍ମାତି ସୂକ୍ଷ୍ମ ହୋଇଥିବାରୁ ଅଭିଜ୍ଞ। ସେ ଦୂରସ୍ଥ ଓ ଅତି ନିକଟସ୍ଥ ମଧ୍ୟ। ସେ ଅବିଭକ୍ତ ହୋଇଥିଲେ ମଧ୍ୟ ପ୍ରାଣୀମାନଙ୍କ ଠାରେ ବିଭକ୍ତ ପରି ରୁହନ୍ତି। ସେହି ଜ୍ଞେୟ ହିଁ ପରମାତ୍ମା ଭୂତ ପ୍ରାଣୀମାନଙ୍କର ପାଳନକାରୀ ବିନାଶକାରୀ ଓ ସ୍ଥାପନାକାରୀ। ତାଙ୍କୁ ଜ୍ୟୋତିମାନଙ୍କ ମଧ୍ୟରେ ଜ୍ୟୋତି ଏବଂ ଅନ୍ଧକାରର ଅଜ୍ଞାନ ଅତୀତ କୁହାଯାଇଛି। ସେ ଜ୍ଞାନ ଜ୍ଞେୟ ଜ୍ଞାନ ଦ୍ୱାରା ପ୍ରାପ୍ତବ୍ୟ ଓ ସମସ୍ତଙ୍କ ହୃଦୟରେ ଅଧିଷ୍ଠିତ। ବ୍ୟାଖ୍ୟା। ଜ୍ଞେୟ ଅର୍ଥାତ୍ ଯାହା ନିଶ୍ଚିତ ଭାବରେ ଜାଣିବା ଉଚିତ। ସଂସାରରେ ଏକମାତ୍ର ଜ୍ଞେୟ ହେଉଛନ୍ତି ପରମାତ୍ମା। ତାଙ୍କୁ ଜାଣିଗଲା ପରେ ମନୁଷ୍ୟର ଦେହ ଅଭିମାନ ବିନଷ୍ଟ ହୋଇ ତାର ଅନାଦି ଓ ଅବିନାଶୀ ଆତ୍ମିକ ସ୍ୱରୂପର ଅନୁଭବ ହୋଇଯାଏ। ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ଅମର। କିନ୍ତୁ ବାରମ୍ବାର ଶରୀର ଧାରଣ କରି ଆତ୍ମା ନିଜ ସ୍ୱରୂପ ବିସ୍ମୃତ ହୋଇଯାଏ। ଈଶ୍ୱରୀୟ ଜ୍ଞାନ ପ୍ରାପ୍ତ ହୋଇ ସେ ତାର ଆତ୍ମିକ ସ୍ମୃତି ଫେରିପାଏ। ପରମାତ୍ମା ଅଶରୀରୀ ଓ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ହୋଇଥିବାରୁ ତାଙ୍କର ଆଦି ଅନ୍ତ ଓ ମଧ୍ୟ ନଥାଏ। ତେଣୁ ତାଙ୍କୁ ଅନାଦି କୁହାଯାଇଛି। ବ୍ରହ୍ମ ଏକ ସୂକ୍ଷ୍ମାତି ସୂକ୍ଷ୍ମ ଅଦୃଶ୍ୟ ପ୍ରକାଶ ତତ୍ତ୍ୱ ଅଟେ। ସେହି ବ୍ରହ୍ମ ମହତ୍ତତ୍ୱ ହେଉଛି ପରମାତ୍ମାଙ୍କ ନିବାସ ସ୍ଥାନ। ମହାବିନାଶ ପରେ ଆତ୍ମା ପରମାତ୍ମାଙ୍କ ସହିତ ବ୍ରହ୍ମଲୋକକୁ ଫେରିଯାଏ। ବ୍ରହ୍ମଲୋକ ପ୍ରତ୍ୟାବର୍ତ୍ତନକୁ ଶାସ୍ତ୍ର ପୁରାଣମାନଙ୍କରେ ମୁକ୍ତି ରୂପେ ବର୍ଣ୍ଣନା କରାଯାଏ। କାରଣ ଏଠାରେ ଆତ୍ମା ଉଭୟ ସ୍ଥୂଳ ଓ ସୂକ୍ଷ୍ମ ଶରୀରର ବନ୍ଧନରୁ ମୁକ୍ତ ଏକ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ହୋଇ ବିରାଜ କରେ। ପରମାତ୍ମା ବ୍ରହ୍ମଲୋକ ନିବାସୀ ସମସ୍ତ ଆତ୍ମାଙ୍କ ଠାରୁ ଶ୍ରେଷ୍ଠ ହୋଇଥିବାରୁ ତାଙ୍କୁ ପରଂବ୍ରହ୍ମ କୁହାଯାଏ।
ସେ ପାର୍ଥିବ ବିନାଶଶୀଳ ପଞ୍ଚତତ୍ତ୍ୱ ସହିତ ଜଡ଼ିତ ହେଉନଥିବାରୁ ବା ଆବାଗମନ ଚକ୍ରରେ ଆସୁନଥିବାରୁ ସତ୍ ଅସତର ମଧ୍ୟ ଊର୍ଦ୍ଧ୍ୱରେ। ଏ ସୃଷ୍ଟି ପରିବର୍ତ୍ତନଶୀଳ। ଏଠାରେ କୌଣସି ସତ୍ତା ଚିରଦିନ ଗୋଟିଏ ସ୍ଥିତିରେ ରହିପାରେ ନାହିଁ। ତେଣୁ ସତ୍ୟ ଓ ଅସତ୍ୟର ସ୍ଥିତି ମଧ୍ୟ ଏଠାରେ ପରିବର୍ତ୍ତନଶୀଳ। ସତ୍ୟ ଅର୍ଥାତ୍ ଅସତ୍ୟର ଅଭାବ। ପରମାତ୍ମା ସଦା ସମ୍ପୂର୍ଣ୍ଣ। ତାଙ୍କଠାରେ ଅଭାବର କଳ୍ପନା ମଧ୍ୟ କରାଯାଇ ନପାରେ। ଯେଉଁ ବସ୍ତୁ ପ୍ରମାଣ ଦ୍ୱାରା ପ୍ରତିପାଦନ ହୁଏ ତାକୁ ସତ୍ୟ କୁହାଯାଏ। ଯେଉଁ ବସ୍ତୁର ବାସ୍ତବରେ କୌଣସି ଅସ୍ତିତ୍ୱ ନଥାଏ ତାକୁ ଅସତ୍ କୁହାଯାଏ। ପରମାତ୍ମାକୁ ଶବ୍ଦ ଦ୍ୱାରା ପ୍ରମାଣ କରାଯାଇପାରିବ ନାହିଁ, କାରଣ ସେ ନିତ୍ୟ ଅବିନାଶୀ, ଶାଶ୍ୱତ, ଚିରନ୍ତନ ଓ ଇନ୍ଦ୍ରିୟାତୀତ। ତେଣୁ ସେ ସତ୍ୟ ନୁହନ୍ତି କି ଅସତ୍ୟ ମଧ୍ୟ ନୁହନ୍ତି। କ୍ରମଶଃ ଓମ୍ ଶାନ୍ତି।